ଦେଖନ୍ତୁ ଓମ୍ ଇଏ ହେଉଛି ଆପଣଙ୍କର ପସାରୁଣୀ। ଇଏ ଗନ୍ଧ ପସାରୁଣୀ କୁହାଯାଇଥାଏ। ଇଏ ଥିବା ସମୟରେ ବାଡ଼ରେ ଯଦି ମାଳିଛି ସେଇପଟେ ଯଦି ଯାଆନ୍ତି ତାହେଲେ ଆର ଗନ୍ଧ ସୁଗନ୍ଧକୁ ଆପଣ ଅନୁଭବ କରିପାରିବେ। ତେଣୁ ଏହାକୁ ଗନ୍ଧ ପସାରୁଣୀ କୁହାଯାଇଥାଏ। ଇଏ ଆପଣଙ୍କୁ ଗନ୍ଧ ହେଇଥାଏ, କିନ୍ତୁ ବାଟିକିରି ଯେତେବେଳେ ଆପଣ ଫୁଟେଇ ଦେଇଥାନ୍ତି ବା ପତ୍ରକୁ ଆପଣ କାଢ଼ିକି ଯଦି ଫୁଟେଇ ଦେଇଥାନ୍ତି ତାହେଲେ ତାର ଗନ୍ଧ ଦୂର ହୋଇଯାଇଥାଏ। ତାହେଲେ ଆପଣ ଗୋଲମରିଚ ଟିକେ ଶୁଣ୍ଠି ମିଶେଇକିରି ଆପଣ ସୁପ୍ କରିକିରି ପିଇପାରିବେ। ଖାଲି ଫୁଟେଇକି ତା ପାଣି ପିଇପାରିବେ। ଏଇ ପତ୍ରକୁ ବାଟିକିରି ତାକୁ ଆପଣ ଫୁଟେଇକି ଚାରୁ କରିକି ପିଇପାରିବେ, କିମ୍ବା ଆପଣ ବେସର କରିକି ବି ଖାଇପାରିବେ। ସ୍ୱାଦିଷ୍ଟ ହେଇଥାଏ। ଏହା ନିଶ୍ଚିତ ଭାବରେ କିଛି ଦିନ ଖାଇବା ଉଚିତ। ଏହାର ଔଷଧ ଗୁଣ ଭରି ରହିଛି। ଏହା ଖାଇବା ଦ୍ୱାରା ଆପଣଙ୍କ ଉଦରଜନିତ ସମସ୍ତ ରୋଗରୁ ଉପଶମ ମିଳିଥାଏ। ଗ୍ୟାଷ୍ଟ୍ରିକ୍, ଏସିଡିଟି, ଅଜୀର୍ଣ୍ଣ, ଆମ୍ବିଳି ହେକୁଟି ଏସବୁ ଯାକ ଆସୁଛି, ତ ଆପଣ ନିଶ୍ଚିତ ଭାବରେ ଆପଣଙ୍କୁ ନିୟମିତ ଭାବରେ 2ରୁ 3 ଚାମଚ ଯଦି ପିଅନ୍ତି ତାହେଲେ ବି ଆପଣଙ୍କୁ ଉଦରଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ଲିଭର ଫୁଲା, ଲିଭର ବଥା ଅଛି, ଆପଣ ସୂଜନ ଆସିଛି, ଫୁଲିଛି, ଯନ୍ତ୍ରଣା ହେଉଛି, ଲିଭର ଯେକୌଣସି ସମସ୍ୟା ଅଛି ଆପଣ ସେଇ ଯନ୍ତ୍ରଣାରେ ଆପଣଙ୍କୁ ଲାଭ ମିଳିଥାଏ। ଏହି ଆପଣଙ୍କର ପସାରୁଣୀକୁ ନିୟମିତ ଭାବରେ ତା ଫୁଟେଇକି ପାଣି ପିଇବା ଦ୍ୱାରା ବା ବାଟିକିରି ତାକୁ ଆପଣ ଫୁଟେଇକି ପିଇପାରିବେ। ଆପଣଙ୍କର ଭାଇରସ୍ ଯଦି ଅଛି, ଭିତରେ ବ୍ୟାକ୍ଟେରିଆ ଅଛି, ତାହେଲେ ବି ତାକୁ ନଷ୍ଟ କରିଦେଇଥାଏ। ଆପଣଙ୍କ ଲିଭର ଯଦି ଭାଇରସ୍ ଅଛି କିମ୍ବା ବ୍ୟାକ୍ଟେରିଆ ଅଛି ଆପଣଙ୍କ ଭିତରେ, ତ ଆପଣଙ୍କ ଉଦରରେ ବି କିଛି ବ୍ୟାକ୍ଟେରିଆ ଅଛି, ତାହେଲେ ଦୂର ହୋଇଯାଇଥାଏ। ତେଣୁ ଆପଣଙ୍କ ଶରୀରର ବିଜାତୀୟ ତତ୍ତ୍ୱକୁ ନଷ୍ଟ କରିଥାଏ। ଉଦରଜନିତ ସମସ୍ତ ସମସ୍ୟା ଠିକ୍ ହେଇଥାଏ। ପେଟ ମୋଡ଼ିବା, ଫୁଲା, ଆପଣ ଭୋକ ନ ହେବା, ଆପଣଙ୍କୁ ଅଜୀର୍ଣ୍ଣ ହେବା, ଏସବୁ ସମସ୍ୟା ଦୂର ହେବା ସହିତ ଆପଣ ଆଣ୍ଠୁ ଗଣ୍ଠି, ଅଣ୍ଟା ଦରଜ, ଆମ୍ ବାତ ଯାହାକୁ କୁହାଯାଇଛି, ଆପଣ ଆମ୍ ବାତରେ ବି ଆକୁ ନେଇପାରିବେ। ଆକୁ ଯଦି 2ରୁ 3 ଚାମଚ ଯଦି ନିୟମିତ ଭାବରେ କିଛି ଦିନ ଖାଆନ୍ତି ତାହେଲେ ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରେ ବିଶେଷ ଭାବରେ ଲାଭ ମିଳିଥାଏ। ଅନ୍ତରେ ଥିବା ମଳ ଆପଣଙ୍କୁ ଦୂର ହୋଇଯାଇଥାଏ, ମଳ ରହିନଥାଏ। ଆପଣ ଯଦି ନିୟମିତ ଭାବରେ ପିଇଥାନ୍ତି ତାହେଲେ ଆପଣଙ୍କ ପେଟ ଠିକ୍ ହେଇଯାଇଥାଏ। ଅନ୍ତର ମଳ ନ ରହିବା ଦ୍ୱାରା ଗ୍ୟାଷ୍ଟ୍ରିକ୍ ଆପଣଙ୍କର ଦୂର ହୋଇଥାଏ, ଏସିଡିଟି ଠିକ୍ ହେଇଥାଏ। ଆପଣଙ୍କର ଏଇ ପତ୍ରର କାଢ଼ା କରିକି ପିଇପାରିବେ। ଏହା ପିଇବା ଦ୍ୱାରା ଆପଣଙ୍କ ପେଟରେ କୁର୍ମି ରହିନଥାଏ। ଯେକୌଣସି କୁର୍ମି ଯଦି ଅଛି ତାକୁ ବି ନଷ୍ଟ କରିଥାଏ ଏହି ପସାରୁଣୀ। ଆପଣଙ୍କର ଅଣ୍ଟା ଯନ୍ତ୍ରଣାରେ ଆକୁ ବି ଟିକେ ଭାଜିକି ବାଟିକିରି ଆପଣ ତେଲରେ ଟିକେ ଭାଜିକି ତାକୁ ଯଦି ଆପଣ ଲେପ ଦିଅନ୍ତି ତାହେଲେ ବି ଆପଣଙ୍କୁ ଲାଭ ମିଳିଥାଏ। ଆପଣ ଖାଇବା ସହିତ ଆକୁ ଆପଣ ଗଣ୍ଠିରେ, ଅଣ୍ଟାରେ, ଆଣ୍ଠୁରେ ଆପଣ ବାନ୍ଧି ପାରିବେ, ଯାହାଦ୍ୱାରା କି ଯନ୍ତ୍ରଣାରେ ଲାଭ ମିଳିଥାଏ। କ୍ୟାନ୍ସର ଜୀବାଣୁକୁ ବି ନଷ୍ଟ କରିଥାଏ। କ୍ୟାନ୍ସର ହେବାକୁ ଦେଇନଥାଏ ଯଦି ଆପଣ ନିୟମିତ ଭାବରେ ଏହାକୁ ଖାଉଥାନ୍ତି। ମୂତ୍ର ମାର୍ଗରେ ଯଦି ପଥୁରୀ ସୃଷ୍ଟି ହେଲା ତାହେଲେ ବି ଆପଣଙ୍କୁ ବିଶେଷ ଲାଭ ମିଳିଥାଏ। ଏହି ପତ୍ର ଆପଣ ନିୟମିତ ଭାବରେ ଯଦି ଖାଆନ୍ତି, ଆର ପତ୍ରର ବାଟିକିରି ଖାଆନ୍ତୁ କିମ୍ବା ଫୁଟେଇକି ତାର ରସ ପିଅନ୍ତୁ। କାଢ଼ା ଗୋଟେ ଗ୍ଲାସ ପାଣି ପକେଇବେ, ଆର ବାଟିକିରି ଆକୁ ପକେଇବେ କିମ୍ବା ପତ୍ରକୁ ଛିଣ୍ଡେଇକିରି ପକେଇବେ, ଭଲ ଭାବରେ ଫୁଟିକିରି 1/4 ରହିଲେ ଆପଣ ତାକୁ ପିଇବେ ଉଷୁମ ଉଷୁମ। ତାହେଲେ ଆପଣ ମୂତ୍ର ଖୋଲିକି ହେଇଥାଏ, ମୂତ୍ର ଦ୍ୱାରରେ ଯେଉଁ ପଥୁରୀ ସୃଷ୍ଟି ହେଇଛି ତାହା ଦୂର ହୋଇଥାଏ। ଆଉ ଏ ଘା ପାଇଁ ବି ଆପଣଙ୍କୁ ବହୁତ ଲାଭ ମିଳିଥାଏ। ଯେକୌଣସି ଜାଗାରେ ଘା ହେଇଛି ଆପଣ ଶୁଖୁନାହିଁ ତ ଆପଣ ପାଟିକି ଲେପ ଦେଇପାରିବେ, ତାର ପାଣିକୁ ଆପଣ ଫୁଟେଇ ପାରିବେ, ଏଇ ପାଣିରେ ଆପଣ ଘାକୁ ଧୋଇ ପାରିବେ, ଯାହାଦ୍ୱାରା କି ଆପଣଙ୍କ ଘାରେ ଉପଶମ ହେଇଥାଏ। ବହୁତ ଜଲ୍ଦି ଆପଣଙ୍କ ଘା ଶୁଖି ଯାଇଥାଏ। ତା ସହିତ ଆପଣଙ୍କ ଆସ୍ଥାମା ଅଛି, ଶ୍ୱାସ ଅଛି, ତ ନିୟମିତ ଭାବରେ ଏଇ ପାଣି ଫୁଟେଇକି ପିଅନ୍ତୁ। ଦେଖିବେ ଆପଣ ଶ୍ୱାସରେ ଲାଭ ମିଳିଥାଏ, ଆପଣଙ୍କ ଆସ୍ଥାମା ଦୂର ହୋଇଥାଏ। ତାହେଲେ ଦେଖନ୍ତୁ ଏହି ପସାରୁଣୀ କେତେ ଲାଭ ଆମ ଗାଁ ଗହଳିରେ ଅଛି, କିନ୍ତୁ ଆମେ ତାକୁ ଅଣଦେଖା କରିଥାଉ। ଯଦି କିଛି ଦେହ ଖରାପ ହେଲେ ଆମେ ମେଡ଼ିକାଲକୁ ଯାଇଥାଉ, ମେଡ଼ିସିନ ଖାଇଥାଉ। ପ୍ରଥମେ ଆପଣ ଏଇ ଘରୋଇ ଉପଚାର କରନ୍ତୁ, ଏହି ପତ୍ରର ସଦୁପଯୋଗ କରନ୍ତୁ, ଆପଣ ଶରୀରକୁ ଆପଣ ସୁସ୍ଥ ରଖନ୍ତୁ। ତାହେଲେ ମୁଁ ରହୁଛି ଜାନକୀ ପାଣିଗ୍ରାହୀ। ନମସ୍କାର। ଆଜି ଏତିକି।